ମୋର ସୁମନ ଚାଲମା ବୋଲି ଆପଣମାନଙ୍କୁ ସ୍ୱାଗତ। ଆଜିର ବଡ଼ ଖବର ସବୁଠୁ ବଡ଼ କଥା ଆଲୋଚନା କରିବା ବୋଲି ଆପଣମାନେ ଦେଖନ୍ତୁ କଲିକତାର ଯେଉଁ ଡକ୍ଟରକୁ ରେପ୍ ହେଇଛି ମର୍ଡର ହେଇଛି ସବୁଠାରୁ ଦୁଃଖର କଥା। ଆଜି କେତେ ଦିନ 15-20 ଦିନ ହେଇଗଲା ବିତିଗଲାଣି କିନ୍ତୁ ମହିଳାକୁ ନ୍ୟାୟ ଦିଆଯାଇପାରୁନାହିଁ। ମମତା ବାନାର୍ଜୀ ସେ ଏରିଆରେ ଯେ ହେଉଛି ମୁଖ୍ୟମନ୍ତ୍ରୀ ସିଏ ପୋଲିସ ମାନିବାକୁ ନାରାଜ ପୋଲିସ ୟାକୁ ଯେଉଁ ପବ୍ଲିକ ସେ ବଡ଼ ବଡ଼ ଖାଲି ଗୋଟେ ପଦରେ ଖାଲି ହେଉଛି ବୟାନ ଦେଉଛନ୍ତି। ଗୋଟେ ମହିଳାକୁ ନ୍ୟାୟ ଦେଇପାରୁନାହାନ୍ତି କିନ୍ତୁ ବୟାନ ଦେବାର ସେ ହେଉଛି ମାତିଛନ୍ତି। ୟାକୁ ନେଇ ପୋଲିସ ବିଜେପି ହେଉଛି ବିରୋଧ କରୁଛି। ମହିଳାକୁ ଯେଉଁ ରେପ୍ ହେଇଛି ମର୍ଡର ହେଇଛି ୟାକୁ ନେଇ ବିଜେପି ମାନେ ଫୁଲ୍ ଦମରେ ହେଉଛି ବିରୋଧ କରୁଛି। କଲିକତାରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଯେ ଛାତ୍ରମାନେ ବନ୍ଦ ଡାକରା ହୋଇ ଦେଇଛନ୍ତି 12 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ୟାକୁ ନେଇକି ପଳେଇଛି ମମତା ବାନାର୍ଜୀ ବୟାନ ଦେଇଛନ୍ତି। ଗୋଟେ ମାନେ ତାଙ୍କର ଛାତ୍ର ଯେଉଁ ମିଟିଂରେ ଯେମିତି ବାଂଲାଦେଶରେ ଯେମିତି ତମେ ହେଉଛି ଜାତି କୋଟାକୁ ନେଇ ଯେମିତି ତାଙ୍କର ହେଉଛି ନିଆଁ ଲାଗିଲା ଆନ୍ଦୋଳନ ସୃଷ୍ଟି ହେଲା ବାଂଲାଦେଶକୁ ହଟେଇଲେ ତମେ ସେମିତି ଭାବୁଛ ବଙ୍ଗଳାରେ ଭାବୁଛ ନିଆଁ ହେଉଛି ଲଗେଇବା ପାଇଁ। ସେମିତି କି ଯଦି ବଙ୍ଗଳାରେ ଯଦି ନିଆଁ ଲାଗିବ ତାହେଲେ ଆହୁରି ବି ବହୁତ ରାଜ୍ୟ ଅଛି ନିଆଁ ଲାଗିବ। ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଆସାମ ଏ ରାଜ୍ୟରେ ବି ହେଉଛି ଲାଗିବ। ୟାକୁ ପୋଲିସ ଓଡ଼ିଶା ମୁଖ୍ୟମନ୍ତ୍ରୀ ଯିଏ ମୋହନ ମାଝୀ ସିଏ ପୁରା ଛାଡ଼ିବାର ନାହିଁ ଫୁଲ୍ ଦମରେ ପୋଲିସ ବୟାନ ଦେଇଛନ୍ତି। ଛାଡ଼ିବାର ନାହିଁ କେଉଁ ମୁଖ୍ୟମନ୍ତ୍ରୀ 4 ରାଜ୍ୟ ପୁରା ମୁଖ୍ୟମନ୍ତ୍ରୀ ସେ ପୋଲିସ ମମତା ବାନାର୍ଜୀ ଗୋଟେ କଢ଼ା ଜବାବ ଦେଇଛନ୍ତି। ଆଗେ ନିଜ ରାଜ୍ୟରେ ଗୋଟେ ମହିଳାକୁ ଆଗେ ନ୍ୟାୟ ଦିଅ ତାପରେ ପୋଲିସ ପର ରାଜ୍ୟ କଥା କହିବ। ବଡ଼ ବାହାର ରାଜ୍ୟକୁ ଦେଖିକି କହିବା ଅପେକ୍ଷା ନିଜ ରାଜ୍ୟକୁ ପୋଲିସ ଆପଣମାନେ ଦେଖନ୍ତୁ ନିଜ ରାଜ୍ୟରେ ବର୍ତ୍ତମାନ ଗୋଟେ ମହିଳାକୁ ରେପ୍ ହେଇଛି ମର୍ଡର ହେଇଛି ତାକୁ ତ ପୋଲିସ ନ୍ୟାୟ ଦେଇପାରୁନା। ବାହାର ରାଜ୍ୟ କଥା କାହିଁ କହୁଛ? ଆପଣ ଦେଖନ୍ତୁ ଆମ ଦେଶରେ ନୋଟ ସାଙ୍ଗେ ସାଙ୍ଗେ ଚେଞ୍ଜ ହେଇଯିବ, ଲକଡାଉନ ସାଙ୍ଗେ ସାଙ୍ଗେ ହେଇଯିବ କିନ୍ତୁ ଗୋଟେ ମହିଳାକୁ ସାଙ୍ଗେ ସାଙ୍ଗେ ନ୍ୟାୟ ଦିଆଯିବ ନା ରେପ୍ ମର୍ଡର ହେଲେ। ଆଉ ସବୁଥରେ ଆଗୁଆ କଲିକତାରେ ଦେହଜୀବୀ ଯେ ସେକ୍ସ ୱାର୍କର ସିଏ ପୋଲିସ ଏ ବର୍ଷ ହେଉଛି ବିରୋଧ କରୁଛନ୍ତି। ମାନେ ହେଉଛି ଦୁର୍ଗା ପୂଜାରେ ଏ ବର୍ଷ ସିଏ ହେଉଛି ମାଟି ଦେବେନି ଯେଉଁ ପର୍ଯ୍ୟନ୍ତ ମହିଳାକୁ ନ୍ୟାୟ ହେଉଛି ନ ଦିଆଯିବ। ୟା ପାଇଁ ପୋଲିସ ମମତା ବାନାର୍ଜୀ ଚିନ୍ତା। ମମତା ବାନାର୍ଜୀ ପୋଲିସ ଦେଖନ୍ତି ସେଭଳିଆ ହେଉଛି ଖେଳ ଗୋଟେ କରୁଛନ୍ତି ମାନେ ବଢ଼ିଆ ଚାଲାକି ପରେ କରୁଛନ୍ତି। ମହିଳାକୁ ରେପ୍ ହେଇଛି ମର୍ଡର ହେଇଛି ସବୁ ହେଇଛି ପ୍ରମାଣ ପ୍ରୁଫ୍ ପତ୍ର ପୋଲିସ ଇଏ କର ଡକ୍ଟର ତାଙ୍କର ସେ ଆଜି ମେଡ଼ିକାଲ ଯେ ବ୍ରାଉନ୍ ସୁଗର ଫୁଗର ସେଠି ସବୁ କାରଣ ତାଙ୍କର ସବୁ ସେଇଠି କାରଣ ଅଛି ମାନେ ବଟି ଯାଉଥିଲା ନା ସେଠି ହଉ ପ୍ରମାଣ ପ୍ରମାଣପତ୍ର ସବୁ ସେ ଡକ୍ଟର ପୋଲିସ ନଷ୍ଟ କରିଦେଇଛନ୍ତି। ସେଇ ଡକ୍ଟର ଯିଏ ମହିଳାକୁ ଯେ ରେପ୍ ହେଇଛି ତା ବିରୁଦ୍ଧରେ 31 ଜଣ ଓକିଲ ହେଉଛି ଲଢ଼ୁଛନ୍ତି। ପଇସାର ସବୁ ଇଏ ସବୁ ନାଟ ତା ଦେହରେ 11 ଜଣ ହେଉଛି ମହିଳା 11 ଜଣ ମହିଳା ହେଉଛି ଲଢ଼ୁଛନ୍ତି। ଯେଉଁ ଦୁଃଖର କଥା ସଞ୍ଜୟ ରାଉତ ଯିଏ ସିଏ ଦୋଷୀ ମାନିଲା ପରେ ତାକୁ ଗୋଟେ ମହିଳା ପୋଲିସ ଆପଣମାନେ ଦେଖନ୍ତୁ ଖସାଇବା ପାଇଁ ଫାଶୀରୁ ମାନେ ମୁକ୍ତ ହେଉଛି ଖସାଇବା ପାଇଁ ସେ ପୋଲିସ ଲଢ଼ୁଛି। ଯଦି ଝିଅଟା ଯଦି ମହିଳା ଯଦି ତାଙ୍କର ହେଇଥାନ୍ତା ଆମ ଦେଶରେ ଗୋଟେ ମହିଳାକୁ ରେପ୍ ହେଲେ ମର୍ଡର ହେଲେ ତା ବିରୁଦ୍ଧରେ ଓକିଲମାନେ ଲଢ଼ିବାକୁ ପୁରା ତୟାର। ହସୁଛନ୍ତି ପୋଲିସ ଆପଣ ଦେଖୁଥିବେ ସୋସିଆଲ ମିଡ଼ିଆରେ ଏବେ ଗୋଟେ ଦେଖୁଛନ୍ତି ହସୁଛନ୍ତି ତାପରେ କାହାର ଏକ ଜୀବନ ଯାଇଛି ବୋଲି ବିରୋଧୀ ଯିଏ ସେ ପୋଲିସ କହିଛନ୍ତି ହସନି ହଳା ମହିଳାକୁ ରେପ୍ ହେଉଛି ମର୍ଡର ହେଉଛି କିନ୍ତୁ ଓକିଲମାନେ ସେପଟେ ହସୁଛନ୍ତି। ବହୁତ ଦୁଃଖର କଥା। ଡକ୍ଟରକୁ ରେପ୍ ହେଉଛି ମର୍ଡର ହେଉଛି କିନ୍ତୁ ମହିଳାକୁ ରେପ୍ ହେଇଛି ମର୍ଡର ହେଇଛି ସବୁ ହେଇଛି କିନ୍ତୁ ସେଠି ଓକିଲମାନେ ହସୁଛନ୍ତି କାହାର ଏକ ଜୀବନ ଯାଇଛି ସିଏ ବି ପୁଣି କହିବି। ଭାବନ୍ତୁ ବୋଲେ ପଇସାର କି କାରବାର। ଆମ ଦେଶରେ କେବେ ଗୋଟେ ମହିଳାକୁ ନ୍ୟାୟ ଦିଆଯିବ ସାଙ୍ଗେ ସାଙ୍ଗେ। ଆଉ ସବୁଥିରେ ଦେଶ ହେଉଛି ଆଗୁଆ ରେପ୍ ମର୍ଡର ହେଲେ ଗୋଟେ ମହିଳାକୁ ସାଙ୍ଗେ ସାଙ୍ଗେ ନ୍ୟାୟ ଦେଇଯିବନି। ଆ ପାଇଁ ପବ୍ଲିକ ହେଉଛି ପଲିଟିକ୍ସ ହବାରେ ଲାଗିଛି। ଯଦି ହେଉଛି କଂଗ୍ରେସ ରାଜ୍ୟରେ ହେଉଛି ବିଜେପି ବିରୋଧ କରିଛି ଯଦି ବିଜେପି ରାଜ୍ୟରେ ହେଉଛି କଂଗ୍ରେସ ହେଉଛି ବିରୋଧ କରିଛି କିନ୍ତୁ ନ୍ୟାୟ ମିଳିବାର ନାହିଁ। ନ୍ୟାୟ ଘୁଞ୍ଚେଇବାରେ ଲାଗିଛନ୍ତି। ଓକିଲମାନେ ତାଙ୍କର ଲଢ଼ିବେ କେମିତି ଦୋଷୀକୁ ମୁକ୍ତ କେମିତି ଖସେଇବେ। ଲୋକ ସେ ସୋସିଆଲ ଗଦି ମିଡ଼ିଆ ବାଲା ବି ଆଗୁଆ ମମତା ବାନାର୍ଜୀ ଯିଏ ବୋଲି ସିଏ